ଗ୍ୟାସ୍ ଉପଭୋକ୍ତାଙ୍କୁ ଆଲର୍ଟ 2 ସପ୍ତାହ ପରେ ଖାତାରୁ କଟିଯିବ ସବସିଡି ଟଙ୍କା ବର୍ତ୍ତମାନ ଏଲ୍ପିଜି ସବସିଡି ପାଇବା ପାଇଁ ଇ-କେୱାଇସି ବାଧ୍ୟତାମୂଳକ କରାଯାଇଛି। ଏଥିପାଇଁ ସମସ୍ତ ଗ୍ୟାସ୍ ଗ୍ରାହକଙ୍କୁ ସେମାନଙ୍କ ଗ୍ୟାସ୍ ଯୋଗାଣ ସହ ଜଡ଼ିତ ଏଜେନ୍ସିକୁ ଯାଇ ଇ-କେୱାଇସି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନଚେତ୍ ସେମାନଙ୍କ ସବସିଡି ବନ୍ଦ ହୋଇପାରେ। ଇ-କେୱାଇସିର ଏହି କାର୍ଯ୍ୟ ଗ୍ୟାସ୍ ଏଜେନ୍ସି କାର୍ଯ୍ୟାଳୟରେ ସକାଳ 10ଟାରୁ 5ଟା ପର୍ଯ୍ୟନ୍ତ କରାଯାଇପାରିବ। 31 ମେ ସରକାରଙ୍କ ନିର୍ଦ୍ଦେଶରେ ଇ-କେୱାଇସି ଆରମ୍ଭ ହୋଇଥିଲା। ମନେ ରଖନ୍ତୁ ଯେ ଯଦି ଆପଣ ଗ୍ୟାସ୍ ସବସିଡି ପାଇବାକୁ ଚାହୁଁଛନ୍ତି ତେବେ 31 ମେ ସୁଦ୍ଧା ଇ-କେୱାଇସି କାର୍ଯ୍ୟ କରନ୍ତୁ। ଏହି ଯାଞ୍ଚ ପାଇଁ ଲୋକମାନେ ସେମାନଙ୍କର ଆଧାର କାର୍ଡ ମାଗୁଛନ୍ତି। ଇ-କେୱାଇସି କରିବା ପାଇଁ ଗ୍ୟାସ୍ ଏଜେନ୍ସିଗୁଡ଼ିକୁ ମଧ୍ୟ ମେସିନ୍ ଦିଆଯାଇଛି। ଏଥିରେ ଯେଉଁ ବ୍ୟକ୍ତିଙ୍କ ନାମରେ ଗ୍ୟାସ ସଂଯୋଗ ଅଛି ସେମାନଙ୍କ ଆଙ୍ଗୁଠି ଛାପ ଜରୁରୀ। କେନ୍ଦ୍ର ସରକାର ଜାରି କରିଥିବା ନୂତନ ନିୟମାବଳୀ ଅନୁଯାୟୀ ଯେଉଁମାନେ ଇ-କେୱାଇସି କରନ୍ତି ନାହିଁ ସେମାନଙ୍କୁ କମ ସିଲିଣ୍ଡର କିମ୍ବା ସିଲିଣ୍ଡର ସବସିଡି ଦିଆଯିବ ନାହିଁ। ତେଣୁ ଏହିପରି ସମସ୍ୟାରୁ ରକ୍ଷା ପାଇବା ପାଇଁ ତୁରନ୍ତ କେୱାଇସି ସମ୍ପୂର୍ଣ୍ଣ କରନ୍ତୁ। କେନ୍ଦ୍ର ସରକାରଙ୍କ ନୂତନ ନିୟମ ଯୋଗୁଁ ଯେଉଁମାନେ ନକଲି ଦଲିଲ ଦେଇ ସିଲିଣ୍ଡର ପାଉଛନ୍ତି ସେମାନଙ୍କ ସିଲିଣ୍ଡର ଅବରୋଧ କରାଯିବ। କୌଣସି ଅନଲାଇନ ବୁକିଂ ହେବ ନାହିଁ। ନୂତନ ନିୟମ ଅନୁଯାୟୀ ଏହା ସ୍ପଷ୍ଟ ଯେ ଯଦି କୌଣସି ଘରେ ସମାନ ନାମ ଥିବା 2ଟିରୁ ଅଧିକ ସିଲିଣ୍ଡର ଥାଏ ତେବେ ଦ୍ୱିତୀୟ ସିଲିଣ୍ଡର ସ୍ୱୟଂଚାଳିତ ଭାବରେ ଅବରୋଧ ହୋଇଯିବ। ଦର୍ଶକ ବନ୍ଧୁ ଏମିତି ଲାଟେଷ୍ଟ ନ୍ୟୁଜ ଜାଣିବା ପାଇଁ ଏହି ଚ୍ୟାନେଲକୁ ସବସ୍କ୍ରାଇବ କରି ଲାଇକ୍ ଏବଂ ସେୟାର କରିବେ। ନମସ୍କାର।